କଳା ହେଇଛି ତା ଦେହରେ କାଳି ଜନ୍ତୁ ନୁହଁ ମତେ ଛାଡ଼ି ଯାଉଛି ଦେଖ କୋଉଠି ବର୍ଷା ଦିନ ନା ଏ ଯାହା କରୁଛ କର ବର୍ଷା ଦିନେ ଟିକେ ମାନେ ଜଗି ରଖି ଚଳିବେ କାହିଁକି ନା ମୁଁ ଗୋଟେ ସୁଦ୍ଧା ଝାଳ ହେଇସାରିଲି ତ ବର୍ଷା ଦିନେ ପୁରା ଜଗି ରଖି ଚଳିବେ କେତେବେଳେ କ'ଣ କୋଉଠି ମାନେ ସାପ ପଶିଯିବ ଜାଣିପାରିବିନି କାହିଁକି ନା ସବୁଆଡ଼ ଟୋଟାଲି ପାଣି ଫୁଲ ହେଇଗଲା। ହ୍ୟାଲୋ ସାଙ୍ଗମାନେ ଆସିଗଲେ ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ। ମାନେ ଆଜି ବହୁତ ବଡ଼ ଖତରନାକ ଭିଡ଼ିଓ କାହିଁକି ନା ଆଜି ଏବେ ଟାଇମ୍ ହେଇଛି 8ଟା ଆଉ ସନ୍ଧ୍ୟା 8ଟାରୁ ମୁଁ ଭିଡ଼ିଓ ମାନେ ଷ୍ଟାର୍ଟ କରୁଛି। ମାନେ ଆମ ଘର ଛାଡ଼ିକି ମାନେ ଗୋଟେ ସାପ ରହିଯାଉଛି ଆଉ ସେ ସାପ ମାନେ ଯାଉନି ତାକୁ ଆମେ ବାଡ଼ାବାଡ଼ି କଲୁ ବୋଲି ସେ ମାନେ ଯାଉନି ଆଉ ତାକୁ ଯେତେ ବାଡ଼େଇଲେ ବି ମାନେ ମାଆ ମନା କରୁଛନ୍ତି ଠାକୁରଙ୍କ ସାପ ତ ସେଥିପାଇଁ ତାକୁ ମାରିବାକୁ ମନା କରୁଛନ୍ତି ଆଉ ସେଥିପାଇଁ ତାକୁ ଆମେ ଯେତେ ମାନେ ମାରୁନୁ ଆଉ ତାକୁ ଯେତେ ଦୂରରେ ଛାଡ଼ିକି ଆଇଲା ବେଳକୁ ସେମିତିଆ ସାପ ଗୋଟେ ଆସି ମାନେ ଘରେ ପଶି ଯାଉଛି ଆଉ କ'ଣ ମାନେ କ'ଣଟା ଭୁଲ ରହୁଛି କେହି ବି କିଛି ଜାଣିପାରୁନାହାନ୍ତି। ଆଉ ତାକୁ ମାନେ ଏବେ ଜଷ୍ଟ ମାନେ ଛାଡ଼ିକି ଆସିଥିଲୁ ଏଇ 2-3 ଦିନ ପୂର୍ବରୁ ମୋର ଗୋଟେ ଭିଡ଼ିଓ ଦେଖିଥିବ ଆଉ ସେଇ ସାପ ଭିଡ଼ିଓରେ ଆଉ ସେ ମାନେ ତାକୁ ନେଇ ବାହାରେ ଛାଡ଼ିକି ଆସିଥିଲୁ ଆଜି ଦେଖିଲା ବେଳକୁ ସେ ମାନେ ଅଲରେଡ଼ି ଘରେ ପହଞ୍ଚି ଯାଇଛି ଆଉ ପୂଜା ବି ମୋତେ 2-3 ଥର ଫୋନ୍ କରିସାରିଲେ କି ଭାଇ ମାନେ ଘରେ ଭିତରେ ଗୋଟେ ସାପ ମାନେ ଛୋଟିଆ ସାପ ଆସି ଫେର ପଶିଯାଇଛି ଆମ ଘରଟା ମାନେ ଘର ଭିତରେ ଫାଙ୍କା ଅଛି ସେ କେମିତି କ'ଣ ମାନେ ପଶିଯାଇଛି ଉପରକୁ ଆଉ ଜାଳ ଫାଳ ଥୁଆଯିବ ତ ସେଥିପାଇଁ ମାନେ ଭିତରକୁ ପଶିଯାଇଛି ଆଉ ବେଙ୍ଗ ଖାଇବ କି ମୂଷା କ'ଣ ମାନେ ହେଇଛି କିଛି ମୁଁ ନିଜେ ବି ଜାଣିନି ଠିକ୍ସେ ଆଉ ଘରକୁ ଗଲା ପରେ ଜଣାପଡ଼ିବ ଆଉ ଯିବା ମାନେ ଯାଇକି ଦେଖିବା ସେମିତି ଯଦି ସାପ ହେଇଥିବ ଭାଇ ଆଜି ତାକୁ ଲାଷ୍ଟ ଟାଇମ୍ ପୁରା ମାରିବାକୁ ପଡ଼ିବ। ଆଉ ମାନେ ସେ ମାନେ ସବୁବେଳେ 2-3 ଥର ଆସିକି ମାନେ ଏମିତି ଘରେ ପଶିଲା ତାକୁ ଆମେ ଯେତେ ଛାଡ଼ିକି ଆଉଛୁ ସେ ସେତେ କ'ଣ କରୁଛୁ ନା ଆସିକି ଫେର ପଉଛି ଫେରେ ମାନେ ଘର ଚାଟି ପାଖ ବୁଲୁଛି କେଉଁଠି କ'ଣ କାମୁଡ଼ି ଦେବ ସେ କାମୁଡ଼ୁନି କାହାକୁ ଆଉ ଗୋଟେ ଛୋଟିଆ ପାରାଟାକୁ ମାନେ କାମୁଡ଼ି ଦେଇଛି ସେ ପାରା ଛୁଆଟା ମୁଁ ଆପଣମାନଙ୍କୁ ଘରକୁ ଗଲେ ଦେଖେଇବି ସେ ପାରା ଟୋଟାଲି ମାନେ ଘୁମେଇ ମାନେ ଟୋଟାଲି ବଇଛି ଆଉ ମାନେ ଟୋଟାଲି ଚାଲି ପାରୁନି ଏତେ ଜୋର ମାନେ ତା ବିଷ ଆଉ ସେଥିପାଇଁ ସେ ସାପ ମାନେ କି ସାପ ଆପଣଙ୍କୁ କମେଣ୍ଟ କହିଦେଉଛି ସେ ସାପ ହେଉଛି ମାନେ ଆପଣ ବି କମେଣ୍ଟ କରିବେ ଆଉ ମୁଁ ସାପ ଠିକ୍ସେ ଚିହ୍ନିନି ଆଉ ସାପ ବି ଏତେ ଧରାଧରି କରେନି ଆଉ ମୁଁ ବି ସାପକୁ ଡରେନି କିନ୍ତୁ ଏଇ ସାପକୁ ମୋର ବହୁତ ଡର କାହିଁକିନା ମାଆ କହୁଛନ୍ତି ଏଇ ସାପର ନାଁ ହେଉଛି ରଣା ଆଉ ରଣା କାମୁଡ଼ିଲେ ମାନେ ଘଣ୍ଟାଏ କରିଦେବ ବଣା ସେଥିପାଇଁ ମାନେ ଏଇଟା ମୋତେ ଟିକେ ଭୟ ଲାଗୁଛି। ଆଉ ଘରକୁ ଯିବା ଦେଖିବା ସେ ପାରର ଅବସ୍ଥା କ'ଣ ହେଇଛି ମୁଁ ଦିନମାନ ଘରକୁ ଯାଇନି ଆଉ ବହୁତ ଜୋରେ ବର୍ଷା ବି ଲାଗି ରହିଥିଲା ସେଥିପାଇଁ ଭିଡ଼ିଓଟା ଆଣିପାରିନଥିଲି ଆଉ ଯିବା ଘରକୁ ଯାଇସାରିଲା ପରେ ଜଣାପଡ଼ିବ ସେ ସାପର ମାନେ କ'ଣ ଆଜି ଅବସ୍ଥା କରାଯିବ ଆଉ ସେଇଠୁ ଜଣାପଡ଼ିବ। ମାନେ ମୁଁ ଏବେ ମାନେ ଘରକୁ ଆସି ପହଞ୍ଚିଲି ଜଷ୍ଟ ପହଞ୍ଚି ସାରିଲା ପରେ ପୂଜା ଆମର ମାନେ ଦେଖୁଛି କେଉଁଠି ସାପ ଅଛି ଆଉ ପୂଜା ଅଲରେଡ଼ି ଦେଖି ସାରିଛି ମାନେ ତୁ ମୋତେ ଫୋନ୍ ଏଇ ସାପ ଦେଖିବା ପାଇଁ ଫୋନ୍ କରିଥିଲୁ ମାନେ ମୋ ଗାଡ଼ି ଫାଡ଼ିରେ ଯଦି କହିଥିବ ନା ଗଲା ମାନେ ଗାଡ଼ି ଧୁଆଧୁଇ ମାନେ ବେଙ୍ଗ ଖାଉଛି ନୁହଁ ଦେଖିବେ ମାନେ ସାପ ମାନେ ଘର ଛାଡ଼ିକି କୁଆଡ଼େ ବି ଯାଉନି ମାନେ ଗୋଟେ କୁଦା ବେଙ୍ଗକୁ ମାଡ଼ି ବଇଛି ଆଉ ମାନେ ଛୋଟିଆ ସାପଟା ସେ ମାନେ ମାଡ଼ି ବଇଛି ନିହାତି କୁଦା ଗୋଟେ ବେଙ୍ଗଟାକୁ ଆଉ ମରେ ନା ପରେ ଟସ୍ ଦେ ବାଡ଼ି ଆଣି ଯାଇ ଆଉ ଇଏ ବଞ୍ଚିଲା ବେଳୁ ଗୋଟେ ଠାକୁର ମାଳ ଫଳ ପଡ଼ିଛି ସେ ଆସିକି ପଶିଯାଇଛି ଦେଖ କାଳିଆଟା ଦେଖାହେଉନି ତା ନାଙ୍ଗୁର ଏଇ ତଳକୁ ପଡ଼ିଛି ବୋଧେ ସେ ବେଙ୍ଗୁ ମାଡ଼ି ବଇଛି ବୋଲି ଯାଇପାରୁନି ନହେଲେ ସେ ପଳାନ୍ତାଣି ଗାଡ଼ି ଫାଡ଼ି ଦେଖବା ଭଲ ସେ ଲାଇଟ୍ ଫାଇଟ୍ ମାରି ଦେଖବା ଗାଡ଼ି ଫାଡ଼ି କାଦୁଅ ହେଇକି ଥୁଆ ହେଇଛି ଆଜି ବହୁତ ଜୋରେ ବର୍ଷା ହେଇଛି ସେଥିପାଇଁ ବାହାରିନି ଆଉ ଏଇ ସାପ ଭୟ ନାହିଁ କେଉଁଠି ଗାଡ଼ି ଫାଡ଼ି ମାନେ ଗାଡ଼ିରେ ଯଦି ପଶିଗଲା ନା ଭୟାନକ ମାନେ ଖତରନାକ ହେବ କେଉଁଠି କେତେବେଳେ ଗାଡ଼ି ଚଲାଇଲା ବେଳେ ମାରିଦେବ ସେଇଟା ପୁରା ବହୁତ ବିଷାକ୍ତ ରହିବ ସେଥିପାଇଁ କ'ଣ ହେବ ମା କେଉଁଠି ମା ମାନେ ଆମ ଗାଁରେ ଜଣେ ଭଜନ ସନ୍ଧ୍ୟା କରିବା ପାଇଁ ଆଇଛନ୍ତି ଆଉ ଭଜନ ସନ୍ଧ୍ୟା ଶୁଣିବା ପାଇଁ ମା ଅଲରେଡ଼ି ପଳେଇଛନ୍ତି ଆଉ କ'ଣ କରାଯିବ ମୁଁ ନିଜେ ଜାଣିପାରୁନି ମୁଁ ତ ବାଡ଼େଇଲେ ମା ମୋତେ ଛାଡ଼ିବନି ଦେଖିଲ ତ ଆଉ କ'ଣ ନାହିଁ ତ ଏଇ ଗୋଟାଇ ମାନେ ଘର ଅଳିଆ ହେଇ ପଡ଼ିଛି ନା ପୁରା ସାପ ଆସି କେମିତି କ'ଣ ରହିଯାଇଛି ତା ଭିତରେ ସବୁଠୁ ଭୟାନକ ସାପ ତା ଉପରେ ଇଏ ଅଛି ରେ ତା ଉପରେ କଣ୍ଟା ମାନେ କଳା ଚିହ୍ନ କି ସାପ କଳା ସାପ କି ସାପ ହଁ
କଳା ତ ଗୋଟାଏ ଥାଏ। କଣ ସେଟା କଳା ହେଇଛି ତା ଦେହରେ କାଳି ଜନ୍ତୁ। କାଳି ଜନ୍ତୁ ନୁହଁ ଧର। ଭାଇ ମାରିବ ଯଦି ମୁଁ ଏକା ମୋର ଓଇଠ ମରିଆରେ ଯିବ ନା। ହେ ମତେ ଛାଡ଼ି ଯାଉଛି ଇଏ କଣ ଦେଖ କୋଉଠି ବର୍ଷା ଦିନ ନା, ଭାଇ ଯାହା କରୁଛ କର ବର୍ଷା ଦିନେ ଟିକେ ମାନେ ଜଗି ରଖି ଚଳିବେ, କାହିଁକି ନା ମୁଁ ଗୋଟେ ସୁଦ୍ଧା ଝାଳ ହେଇସାରିଲି। ତ ବର୍ଷା ଦିନେ ପୁରା ଜଗି ରଖି ଚଳିବେ, କେତେବେଳେ କ'ଣ କେଉଁଠି ମାନେ ସାପ ପଶିଯିବ ଜାଣିପାରିବେନି, କାହିଁକିନା ସବୁଆଡ଼ ଟୋଟାଲି ପାଣି ଫାଣି ଫୁଲ୍ ହେଇଗଲାଣି। ଆଉ ସେଥିପାଇଁ ପୁରା ସାପ ମାନେ ଉପରକୁ ଉଠି ଯାଇଛନ୍ତି, ବିଲରୁ ଆସିକି ଘର ଫର ପଶି ଯାଉଛନ୍ତି। ମାନେ କ'ଣ କରାଯିବ, ତାକୁ ସେମିତି ଛାଡ଼ିଦେବା କାଲି ସକାଳକୁ। ଆଉ କାଲି ସକାଳୁ ଯଦି ସେ ଥବ ତାହେଲେ ଜଣାପଡ଼ିବ, ନହେଲେ ନାହିଁ ମାନେ ଭୟାନକ ହେବାର ଅଛି। ମୁଁ ବାଡ଼େଇ ଦେଇଥାନ୍ତି, କିଛି ନାହିଁ, ଆଜି ହେଉଛି ମଙ୍ଗଳବାର, ଆଉ କାଳେ କ'ଣ ହେବ। ସେଥିପାଇଁ ଆମ ଘରେ ତ କେହି ସାପ ମାରନ୍ତିନି, ଆଉ ମୋ ମା ଥରେ ମାରିଥିଲା, ସେଥିପାଇଁ ବୋଧେ ମାଆକୁ ଦେଖା ଦେଉଛନ୍ତି। ମୁଁ ଠିକ୍ ସେ ଜାଣିନି, ମାଆଙ୍କ ସହିତ କଥାବାର୍ତ୍ତା ହେଲେ ମାନେ ଜଣାପଡ଼ିବ। ଆଉ ପୂଜା ମାନେ ବହୁତ ଜୋର ଡରି ସାରିଲେ। ମୋର ମରିବାର ଇଚ୍ଛା ନାହିଁ, ତୁ ଭାଇ ମରି ଯାଉଛି। କବାଟଟା ଦେଇ ଯିବା, ଦେଖ ମୁଁ ଗୋଟେ ସୁଦ୍ଧା ଝାଳ, ମାନେ ସାପ ଦେଖିବି ବୋଲି ଟୋଟାଲ ଝାଳ ହେଇସାରିଲି, ବହୁତ ଖତରନାକ। ଦେଖିବା ତ ସାଙ୍ଗମାନେ ପୁରା ପାରା ଆଉ କେତେ ଜୋର ମୋ ଗାଁ କାମୁଡ଼ିଛି, ପାରା ଟୋଟାଲି ମାନେ ଅନେଇ ପାରୁନି। କ'ଣ କାମୁଡ଼ୁଛି, ସତରେ କାମୁଡ଼ୁଛି ସାପ? ହଁ କାମୁଡ଼ି ଦେଇଯିବା, ବଇଛୁ ଦେଖୁନୁ। ହଁ ମାନେ ଇଏ ଟୋଟାଲି ଉଡ଼ି ପାରୁନି, ଦିନ ମାନେ ଉଡ଼ି ପାରୁନି, କିଛି କରିପାରୁନି, ମାନେ ଟୋଟାଲି ବଇଛି ସେ। ତ ଔଷଧ ଫୋଷଧ ଦେବା। ନେଇଯିବା କାଲି। ଆଉ ତୁ ଶୋଇପଡ଼େ, ଦେଖିବା କାଲି ସକାଳ ଯାଏଁ ଯଦି ବଞ୍ଚିଲା ନେଇଗଲେ ମେଡ଼ିକାଲ ହେବ ନୁହଁ। ଟୋଟାଲି ଆଉ ଉଡ଼ି ପାରୁନି, ଖାଇବାକୁ ଇଚ୍ଛା ନଥିଲା। ଆଉ ଏଇ ସାପଟା କ'ଣ ପାଇଁ ବାହାରୁଛି, ମା ଗଲା ପରେ ମୁଁ ଆପଣମାନଙ୍କୁ ପୁରା ଭିଡ଼ିଓ ମଧ୍ୟରେ ଜଣେଇଦେବି। ଆଉ ସେଇଟା ମାନେ ମା ଗଲା ପରେ, କାହିଁକିନା ଏଇଟା ପର୍ସନାଲି, ଆଉ ଆପଣମାନଙ୍କୁ ପୁରା ଜଣେଇଦେବି ପୁରା ଭିଡ଼ିଓ ମାଧ୍ୟମରେ। ଆପଣମାନେ ପୁରା ରେଗୁଲାର ରୁହନ୍ତୁ, କଣ୍ଟିନ୍ୟୁ।